ମିଶ୍ରିତ ଫଳ ପ୍ରଦାନ କରିବ। ନିଜର ମାନସିକ ସ୍ଥିତିକୁ ସନ୍ତୁଳିତ ରଖିଲେ ଆପଣ ଅନେକ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ର ଓ ବ୍ୟବସାୟ କ୍ୟାରିୟର ବିଜନେସ୍ ଚାକିରି କର୍ମକ୍ଷେତ୍ରରେ ସହକର୍ମୀ ଏବଂ ଅଭିଜ୍ଞ ବ୍ୟକ୍ତିମାନଙ୍କ ସହଯୋଗ ମିଳିବ। ସେମାନଙ୍କ ପରାମର୍ଶକୁ ଗ୍ରହଣ କରି କାର୍ଯ୍ୟ କଲେ ଲାଭବାନ ହେବେ। ବ୍ୟବସାୟରେ କୌଣସି ନୂତନ ନିବେଶ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ। ଅତିରିକ୍ତ ପରିଶ୍ରମ ଦ୍ୱାରା ହିଁ ଭଲ ଫାଇଦା ମିଳିବ। ଆର୍ଥିକ ସ୍ଥିତି ଫାଇନାନ୍ସ ଆଜି ଆପଣଙ୍କୁ ନିଜ ଭାଇ କିମ୍ବା ଭଉଣୀଙ୍କ ସାହାଯ୍ୟରୁ ଆର୍ଥିକ ଉନ୍ନତିର ସୁଯୋଗ ମିଳିପାରେ। ଅନାବଶ୍ୟକ ଜିନିଷରେ ଖର୍ଚ୍ଚ କାଟ କରନ୍ତୁ, ନଚେତ୍ ଆଗକୁ ବଜେଟ୍ ବିଗିଡ଼ି ଯାଇପାରେ। ପରିବାର ଓ ପ୍ରେମ ସମ୍ପର୍କ ଫ୍ୟାମିଲି ଲଭ୍ ଲାଇଫ୍ ପରିବାରରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖାଦେଇପାରେ, କିନ୍ତୁ ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସମର୍ଥନ ଆପଣଙ୍କୁ ଏଥିରୁ ମୁକ୍ତି ଦେବାରେ ସାହାଯ୍ୟ କରିବ। ପ୍ରେମ ସମ୍ପର୍କ ଯଦି ଆପଣ କାହାକୁ ଭଲ ପାଉଛନ୍ତି, ତେବେ ଆଜି ଆପଣଙ୍କ ପ୍ରେମ ସମ୍ପର୍କ ବିବାହର ରୂପ ନେବା ପାଇଁ ଆଗକୁ ବଢ଼ିପାରେ। ବିବାହିତ ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବ। ଆପଣ ଅନୁଭବ କରିବେ ଯେ ଆପଣଙ୍କ ବୈବାହିକ ଜୀବନ ଆପଣଙ୍କ ପାଇଁ ସବୁଠାରୁ ବଡ଼ ଆଶୀର୍ବାଦ। ସ୍ୱାସ୍ଥ୍ୟ ହେଲ୍ଥ ମାନସିକ ଚିନ୍ତା କିମ୍ବା ଷ୍ଟ୍ରେସ୍କୁ ଅଣଦେଖା କରନ୍ତୁ ନାହିଁ। ଯୋଗ କିମ୍ବା ପ୍ରାଣାୟାମ କଲେ ମନ ଶାନ୍ତ ରହିବ। ଶୁଭ ରଙ୍ଗ ଓ ଶୁଭ ସଂଖ୍ୟା ଲକି କଲର ନମ୍ବର ବିଷୟ ଶୁଭ ସୂଚକ ଶୁଭ ରଙ୍ଗ କମଳା ଅରେଞ୍ଜ। ରାଶି ଲିଓ ଜାତକଙ୍କ ପାଇଁ ଏହି ସପ୍ତାହଟି କିପରି ରହିବ ସେ ବିଷୟରେ ନିମ୍ନରେ ସବିଶେଷ ସାପ୍ତାହିକ ରାଶିଫଳ ପ୍ରଦାନ କରାଗଲା। ସିଂହ ରାଶି ସାପ୍ତାହିକ ରାଶିଫଳ ୱିକ୍ଲି ହରୋସ୍କୋପ ଏହି ସପ୍ତାହଟି ଆପଣଙ୍କ ପାଇଁ ପ୍ରଗତିଶୀଳ ଏବଂ ସକାରାତ୍ମକ ପ୍ରଭାବ ନେଇ ଆସିବ। ନିଜର ଆତ୍ମବିଶ୍ୱାସ ବଳରେ ଆପଣ ଅନେକ ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାରେ ସଫଳ ହେବେ। କର୍ମକ୍ଷେତ୍ର ଓ ବ୍ୟବସାୟ କ୍ୟାରିୟର ବିଜନେସ୍ ଚାକିରି କ୍ଷେତ୍ରରେ ଆପଣଙ୍କର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଭଲ ସୁଯୋଗ ମିଳିବ। ବରିଷ୍ଠ ଅଧିକାରୀଙ୍କ ପ୍ରଶଂସା ମିଳିପାରେ। କିଛି ନୂଆ ଦାୟିତ୍ୱ ମଧ୍ୟ ମିଳିବାର ସମ୍ଭାବନା ଅଛି। ବ୍ୟବସାୟୀମାନଙ୍କ ପାଇଁ ସପ୍ତାହର ମଧ୍ୟଭାଗ ବହୁତ ଭଲ ରହିବ। ନୂତନ ଗ୍ରାହକ ଏବଂ ବାଣିଜ୍ୟିକ ସମ୍ପର୍କ ସ୍ଥାପନ ହେବ। ଭାଗିଦାରୀ ପାର୍ଟନରସିପ୍ ବ୍ୟବସାୟରେ ସତର୍କ ରୁହନ୍ତୁ। ଆର୍ଥିକ ସ୍ଥିତି ଫାଇନାନ୍ସ ଆର୍ଥିକ ଦୃଷ୍ଟିକୋଣରୁ ଏହି ସପ୍ତାହଟି ସନ୍ତୋଷଜନକ ରହିବ। ପୂର୍ବରୁ ଫସି ରହିଥିବା ଟଙ୍କା ଫେରସ୍ତ ମିଳିପାରେ। ସପ୍ତାହ ଶେଷ ଆଡ଼କୁ ସୁନା କିମ୍ବା କୌଣସି ସ୍ଥାୟୀ ସମ୍ପତ୍ତିରେ ନିବେଶ କରିବା ପାଇଁ ଯୋଜନା କରିପାରନ୍ତି। ତେବେ ଅନାବଶ୍ୟକ ବିଳାସପୂର୍ଣ୍ଣ ସାମଗ୍ରୀ କିଣିବାରେ ନିୟନ୍ତ୍ରଣ ରଖନ୍ତୁ। ଜାତକଧାରୀଙ୍କ ପାଇଁ ଶୁଭଫଳ ପ୍ରାପ୍ତି ଏବଂ ମାନସିକ ଶାନ୍ତି ପାଇଁ ବିଶେଷ ଭାବରେ କିଛି ନିର୍ଦ୍ଦିଷ୍ଟ ମନ୍ଦିର ଯିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ସିଂହ ରାଶିର ଅଧିପତି ଦେବତା ହେଉଛନ୍ତି ସୂର୍ଯ୍ୟଦେବ, ତେଣୁ ଆପଣଙ୍କ ରାଶି ଅନୁସାରେ ଆପଣଙ୍କୁ ନିମ୍ନଲିଖିତ ମନ୍ଦିରଗୁଡ଼ିକୁ ଯିବା ପାଇଁ ପରାମର୍ଶ ଦିଆଯାଏ। 1. ସୂର୍ଯ୍ୟ ମନ୍ଦିର ସନ୍ ଟେମ୍ପଲ ସିଂହ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟଦେବଙ୍କ ଆରାଧନା ସବୁଠାରୁ ଶ୍ରେଷ୍ଠ। ଯଦି ସମ୍ଭବ ହୁଏ କୋଣାର୍କର ସୂର୍ଯ୍ୟ ମନ୍ଦିର କିମ୍ବା ଆପଣଙ୍କ ଆଖପାଖରେ ଥିବା କୌଣସି ସୂର୍ଯ୍ୟ ମନ୍ଦିର ଦର୍ଶନ କରନ୍ତୁ। ସୂର୍ଯ୍ୟ ମନ୍ଦିର ଯାଇ ସୂର୍ଯ୍ୟ ପ୍ରଣାମ କରିବା ଦ୍ୱାରା କ୍ୟାରିୟର ଓ ମାନସମ୍ମାନରେ ଅପୂର୍ବ ବୃଦ୍ଧି ଘଟିଥାଏ। 2. ଶିବ ମନ୍ଦିର ଶିବା ଟେମ୍ପଲ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟଦେବ ଭଗବାନ ଶିବଙ୍କର ହିଁ ଏକ ରୂପ। ସିଂହ ରାଶିର ଜାତକମାନେ ପ୍ରତି ରବିବାର କିମ୍ବା ସୋମବାର ଦିନ ଶିବ ମନ୍ଦିର ଯାଇ ମହାଦେବଙ୍କ ଜଳାଭିଷେକ କରିବା ଉଚିତ। ଶିବ ମନ୍ଦିରରେ କିଛି ସମୟ ବସି ଓ ନମଃ ଶିବାୟ ଜପ କଲେ ମାନସିକ ସ୍ଥିରତା ମିଳେ ଏବଂ ଆଗକୁ ବଢ଼ିବାର ରାସ୍ତା ସହଜ ହୋଇଥାଏ। 3. ହନୁମାନ ମନ୍ଦିର ହନୁମାନ ଟେମ୍ପଲ ସିଂହ ରାଶିର ଲୋକଙ୍କ ପାଇଁ ମଙ୍ଗଳ ଗ୍ରହ ମଧ୍ୟ ଅତ୍ୟନ୍ତ ଅନୁକୂଳ ଫଳ ପ୍ରଦାନ କରିଥାନ୍ତି। ପ୍ରତି ମଙ୍ଗଳବାର କିମ୍ବା ଶନିବାର ଦିନ ହନୁମାନ ମନ୍ଦିର ଯାଇ ବଜରଙ୍ଗବଲୀଙ୍କ ଦର୍ଶନ କରନ୍ତୁ ଏବଂ ହନୁମାନ ଚାଳିଶା ପାଠ କରନ୍ତୁ। ଏହାଦ୍ୱାରା ସବୁ ପ୍ରକାରର ଭୟ, ଶତ୍ରୁ ବାଧା ଏବଂ କାର୍ଯ୍ୟରେ ଆସୁଥିବା ଅନ୍ତରାୟ ଦୂର ହୋଇଥାଏ। ଶୁଭ ପରାମର୍ଶ ମନ୍ଦିର ଯିବା ସମୟରେ ଲାଲ, କମଳା କିମ୍ବା ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ଆପଣଙ୍କ ପାଇଁ ଅଧିକ ସକାରାତ୍ମକ ପ୍ରଭାବ ଆଣିଦେବ। ଜାତକଧାରୀଙ୍କ ପାଇଁ ଆଗାମୀ ସମୟରେ ବିଶେଷକରି ଚଳିତ ମାସ ଏବଂ ଆଗାମୀ କିଛି ସପ୍ତାହ ମଧ୍ୟରେ ଗ୍ରହମାନଙ୍କର ସ୍ଥିତି ଅନୁସାରେ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିବାକୁ ଯାଉଛି। ସେଗୁଡ଼ିକ ବିଷୟରେ ନିମ୍ନରେ ବିସ୍ତୃତ ଭାବେ ଦିଆଗଲା। ଆଗକୁ ଆଉ କେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିପାରେ? 1. ଅପ୍ରତ୍ୟାଶିତ ସୂତ୍ରରୁ ଧନପ୍ରାପ୍ତି ସଡନ୍ ଫାଇନାନ୍ସିଆଲ ଗେନ୍ସ ଗ୍ରହମାନଙ୍କର ଗୋଚର ଫଳ ଅନୁସାରେ ଆପଣଙ୍କୁ ହଠାତ୍ କୌଣସି ପୁରୁଣା ନିବେଶରୁ କିମ୍ବା ପୈତୃକ ସମ୍ପତ୍ତିରୁ ଭଲ ଲାଭ ମିଳିପାରେ। ଯଦି କାହାକୁ ଟଙ୍କା ଧାର ଦେଇଥିଲେ, ତେବେ ତାହା ମଧ୍ୟ ଫେରସ୍ତ ପାଇବାର ସମ୍ଭାବନା ଅଧିକ ରହିଛି। 2. ନୂତନ ଗାଡ଼ି କିମ୍ବା ସମ୍ପତ୍ତି କ୍ରୟର ଯୋଗ ବାଇଂ ଭେହିକଲ ଅର୍ ପ୍ରପର୍ଟି ସିଂହ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ସମୟରେ ଭୂମି, ଭବନ କିମ୍ବା ନୂତନ ବାହନ
ଭେହିକଲ କ୍ରୟ କରିବାର ଏକ ଶୁଭ ସଂଯୋଗ ସୃଷ୍ଟି ହେଉଛି। ଘର ପାଇଁ କୌଣସି ଦାମୀ ଆସବାବପତ୍ର ବା ଇଲେକ୍ଟ୍ରୋନିକ୍ ସାମଗ୍ରୀ ମଧ୍ୟ କିଣିପାରନ୍ତି। 3. ସମାଜରେ ମାନସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି। ରାଇଜ୍ ଇନ୍ ଷ୍ଟେଟସ୍ ଫେମ୍। ଆପଣଙ୍କର ନେତୃତ୍ୱ ନେବାର କ୍ଷମତା ଆହୁରି ମଜବୁତ ହେବ। ସାମାଜିକ କାର୍ଯ୍ୟରେ ଯୋଗ ଦେଇ ଆପଣ ପ୍ରଶଂସିତ ହେବେ। କର୍ମକ୍ଷେତ୍ର ହେଉ କିମ୍ବା ପରିବାର, ଲୋକମାନେ ଆପଣଙ୍କ ନିଷ୍ପତ୍ତି ଏବଂ ପରାମର୍ଶକୁ ଗୁରୁତ୍ୱ ଦେବେ। 4. ଦୂରସ୍ଥାନକୁ ଯାତ୍ରା ଓ ନୂଆ ସୁଯୋଗ। ଟ୍ରାଭେଲ୍ ନ୍ୟୁ ଅପରଚ୍ୟୁନିଟିଜ୍। ଧର୍ମକାର୍ଯ୍ୟ କିମ୍ବା ବ୍ୟବସାୟ ସିଲସିଲାରେ ଆପଣଙ୍କୁ ହଠାତ୍ କୌଣସି ଦୂରସ୍ଥାନ ବା ତୀର୍ଥସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ଏହି ଯାତ୍ରା ଆପଣଙ୍କ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ଏବଂ ଭବିଷ୍ୟତ ପାଇଁ ଲାଭପ୍ରଦ ସାବ୍ୟସ୍ତ ହେବ। ଏହି ସମୟରେ କେଉଁ ବିଷୟ ପ୍ରତି ସତର୍କ ରହିବେ? ଗ୍ରହମାନଙ୍କର ଭଲ ପ୍ରଭାବ ସହିତ କିଛି ଦିଗ ପ୍ରତି ସତର୍କ ରହିବା ମଧ୍ୟ ଜରୁରୀ। କ୍ରୋଧ ଉପରେ ନିୟନ୍ତ୍ରଣ। ସିଂହ ରାଶିର ବ୍ୟକ୍ତିମାନେ ସ୍ୱଭାବତଃ ଟିକିଏ ଅଧିକ ସ୍ପଷ୍ଟବାଦୀ ଏବଂ ଶୀଘ୍ର ରାଗିଯାଆନ୍ତି। ଆଗାମୀ ଦିନରେ କଥାବାର୍ତ୍ତା ସମୟରେ ନିଜ ବାଣୀ ଉପରେ ସଂଯମତା ରଖନ୍ତୁ, ନଚେତ୍ ଭଲ ସମ୍ପର୍କ ବିଗିଡ଼ି ଯାଇପାରେ। ଆଖି ଏବଂ ପେଟଜନିତ ସମସ୍ୟା। ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ସାମାନ୍ୟ ପେଟ ଗଡ଼ବଡ଼ ହୋଇପାରେ। ଅଧିକ ସମୟ ମୋବାଇଲ ବା କମ୍ପ୍ୟୁଟର ସ୍କ୍ରିନ୍ ସାମ୍ନାରେ ରହୁଥିଲେ ଆଖିର ଯତ୍ନ ନିଅନ୍ତୁ। ମନେ ରଖନ୍ତୁ, ଜୀବନରେ ସମୟ ସବୁବେଳେ ସମାନ ରହେ ନାହିଁ। ଆପଣଙ୍କର ସକାରାତ୍ମକ ଚିନ୍ତାଧାରା ଏବଂ ପରିଶ୍ରମ ହିଁ ଆପଣଙ୍କ ଭାଗ୍ୟକୁ ଆହୁରି ଉଜ୍ଜ୍ୱଳ କରିବ। ଓ ଜାତକଧାରୀଙ୍କ ପାଇଁ ଶିକ୍ଷା, ଏଜୁକେସନ୍ ଏବଂ କ୍ୟାରିୟର କ୍ଷେତ୍ରରେ ଆଗାମୀ ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ ରହିବାକୁ ଯାଉଛି। ଗ୍ରହମାନଙ୍କର ଶୁଭ ପ୍ରଭାବ କାରଣରୁ ଆପଣଙ୍କୁ ନିଜ ପରିଶ୍ରମର ଉପଯୁକ୍ତ ଫଳ ମିଳିବ। ଏହି ଦୁଇଟି କ୍ଷେତ୍ରରେ କ'ଣ ସବୁ ଘଟିବାକୁ ଯାଉଛି, ସେ ବିଷୟରେ ନିମ୍ନରେ ସବିଶେଷ ସୂଚନା ଦିଆଗଲା। 1. ଶିକ୍ଷା କ୍ଷେତ୍ରରେ କ'ଣ ଘଟିବ? ଏଜୁକେସନ୍। ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ସମୟଟି ସଫଳତା ଏବଂ ନୂତନ ସୁଯୋଗ ସୃଷ୍ଟି କରିବ। ଏକାଗ୍ରତା ବୃଦ୍ଧି। ଯଦି ପୂର୍ବରୁ ପାଠପଢ଼ାରେ ମନ ଲାଗୁନଥିଲା କିମ୍ବା ଧ୍ୟାନ ଭ୍ରମିତ ହେଉଥିଲା, ତେବେ ଏବେ ଆପଣଙ୍କର ଏକାଗ୍ରତା ବୃଦ୍ଧି ପାଇବ। କଠିନ ବିଷୟଗୁଡ଼ିକୁ ଆପଣ ସହଜରେ ବୁଝିପାରିବେ। ଉଚ୍ଚଶିକ୍ଷା ପାଇଁ ସୁଯୋଗ। ଯେଉଁମାନେ ଉଚ୍ଚଶିକ୍ଷା ହାୟର ଏଜୁକେସନ୍ ପାଇଁ ପ୍ରସ୍ତୁତ ହେଉଛନ୍ତି କିମ୍ବା ନୂତନ କଲେଜ, ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାକୁ ଚାହୁଁଛନ୍ତି, ସେମାନଙ୍କୁ ଭଲ ସୁଯୋଗ ମିଳିବ। ପ୍ରତିଯୋଗିତାମୂଳକ ପରୀକ୍ଷା କମ୍ପିଟିଟିଭ୍ ଏକ୍ଜାମ୍ସ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବାର ପ୍ରବଳ ଯୋଗ ରହିଛି। ଆପଣଙ୍କର କଠିନ ପରିଶ୍ରମର ସୁଫଳ ମିଳିବ। ଶିକ୍ଷକ ଓ ଗୁରୁଜନଙ୍କ ସହଯୋଗ। ପାଠପଢ଼ା ମାମଲାରେ ଶିକ୍ଷକ, ଗୁରୁଜନ ଏବଂ ସହପାଠୀମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ। 2. କ୍ୟାରିୟର କ୍ଷେତ୍ରରେ କ'ଣ ଘଟିବ? କ୍ୟାରିୟର ପ୍ରଫେସନ୍। କ୍ୟାରିୟର ଦୃଷ୍ଟିରୁ ସିଂହ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ସମୟଟି ଅତ୍ୟନ୍ତ ପ୍ରଗତିଶୀଳ ସାବ୍ୟସ୍ତ ହେବ। ପ୍ରମୋସନ୍ ଏବଂ ଦରମା ବୃଦ୍ଧି। ଚାକିରି କରୁଥିବା ଲୋକଙ୍କ ପାଇଁ ପଦୋନ୍ନତି, ପ୍ରମୋସନ୍ କିମ୍ବା ଦରମା ବୃଦ୍ଧିର ସାଲାରୀ ହାଇକ୍ ଶୁଭଯୋଗ ରହିଛି। କର୍ମକ୍ଷେତ୍ରରେ ଆପଣଙ୍କ ପ୍ରତିଭାର ଆଦର ହେବ। ନୂତନ ଚାକିରିର ସୁଯୋଗ। ଯଦି ଆପଣ ଦୀର୍ଘଦିନ ହେବ ଚାକିରି ଖୋଜୁଛନ୍ତି କିମ୍ବା ଚାକିରି ବଦଳାଇବାକୁ ଚାହୁଁଛନ୍ତି, ତେବେ ଏହି ସମୟରେ ଆପଣଙ୍କୁ କୌଣସି ପ୍ରତିଷ୍ଠିତ ସଂସ୍ଥାରୁ ଭଲ ଅଫର ମିଳିପାରେ। ସରକାରୀ ଚାକିରି ଆଶାୟୀ। ଯେଉଁମାନେ ସରକାରୀ ଚାକିରି ପାଇଁ ପ୍ରୟାସ କରୁଛନ୍ତି, ଗ୍ରହମାନଙ୍କର ଶୁଭ ଗୋଚର ଯୋଗୁଁ ସେମାନଙ୍କୁ ଶୁଭ ସମାଚାର ମିଳିପାରେ। ନେତୃତ୍ୱ ନେବାର ସୁଯୋଗ। ସିଂହ ରାଶିର ସ୍ୱଭାବ ଅନୁଯାୟୀ ଆପଣ ଜଣେ ଭଲ ଲିଡର। କର୍ମକ୍ଷେତ୍ରରେ ଆପଣଙ୍କୁ କୌଣସି ବଡ଼ ପ୍ରୋଜେକ୍ଟର ନେତୃତ୍ୱ ନେବା ପାଇଁ ଦାୟିତ୍ୱ ଦିଆଯାଇପାରେ। ସଫଳତା ପାଇଁ କିଛି ବିଶେଷ ଟିପ୍ସ। 1. ଅଳସୁଆପଣରୁ ଦୂରେଇ ରୁହନ୍ତୁ। ସବୁକିଛି ଅନୁକୂଳ ଥିଲେ ମଧ୍ୟ ସାମାନ୍ୟ ଅଳସୁଆପଣ ଯୋଗୁଁ ହାତକୁ ଆସିଥିବା ସୁଯୋଗ ଚାଲିଯାଇପାରେ। ତେଣୁ ସମୟର ସଦୁପଯୋଗ କରନ୍ତୁ। 2. ସକାରାତ୍ମକ ରୁହନ୍ତୁ। ନିଜ ସହକର୍ମୀ କିମ୍ବା ବରିଷ୍ଠ ଅଧିକାରୀଙ୍କ ସହ କଥା ହେବା ସମୟରେ ନମ୍ରତା ରକ୍ଷା କରନ୍ତୁ। ଅହଙ୍କାର କିମ୍ବା ଅତିରିକ୍ତ ଆତ୍ମବିଶ୍ୱାସ ଓଭର କନଫିଡେନ୍ସ ଠାରୁ ଦୂରେଇ ରୁହନ୍ତୁ। ଶୁଭ ପ୍ରାର୍ଥନା। ପାଠପଢ଼ା ଏବଂ କ୍ୟାରିୟରରେ ଅଧିକ ଶୁଭଫଳ ପାଇଁ ପ୍ରତିଦିନ ସକାଳେ ଓ ଗୃଣୀ ସୂର୍ଯ୍ୟାୟ ନମଃ, ଓମ୍ ଘ୍ରିଣୀ ସୂର୍ୟାୟ ନମଃ ମନ୍ତ୍ର ଜପ କରନ୍ତୁ।